ଆପଣ ଚିଲି କୋବି, ଚିଲି ପନିର ଏସବୁ ନିହାତି ଖାଇଥିବେ। କେବେ ଚିଲି ଆଳୁ ଖାଇଛନ୍ତି? ଯଦି ଖାଇନାହାନ୍ତି ତାହେଲେ ଏଇ ଭିଡ଼ିଓ ଦେଖିଲା ପରେ ଥରେ ନିହାତି ବନାନ୍ତୁ। ଏଇଟା ଆପଣଙ୍କୁ ଏତେ ବଢ଼ିଆ ଲାଗିବ ଯେ ଆଉ ଥରେ ଖାଇବାକୁ ନିହାତି ଇଚ୍ଛା ହେବ। ଜୟ ଜଗନ୍ନାଥ। ସୋନି ଯୋଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ଏଇଠି ମୁଁ 6ଟା ମିଡ଼ିୟମ୍ ସାଇଜ୍ର ଆଳୁକୁ ଧୋଇକି ଚୋପା ଛଡ଼େଇକି ରଖିଛି। ପ୍ରଥମେ ଆମେ ଆଳୁର 4 ସାଇଡ଼୍ରୁ ଟିକେ ଟିକେ କରିକି କାଟିଦେବା, ଯେମିତି ଆଳୁର ସେପ୍ଟା ପୁରା ସାଇଜ୍ରେ କଟିବ। ଏବେ ଆଳୁକୁ ମଝିରୁ 3 ଫାଳ କରିଦେଲି। ତାପରେ ୟାକୁ ଲମ୍ବା ଲମ୍ବା କରିକି କାଟିବା। ୟାର ଓସାରଟା 1.5 ଇଞ୍ଚରୁ 2 ଇଞ୍ଚ ଭିତରେ ରଖିବେ, ବେଶୀ ମୋଟା କି ବେଶୀ ପତଳା କରିବେନି। ଦେଖନ୍ତୁ ଏମିତି। ଏବେ ୟାକୁ କାଟି ସାରିଲା ପରେ ଭଲସେ ଧୋଇ ଦେଇଛି ମୁଁ। ଏବେ ଆମେ କଡ଼େଇରେ ପାଣି ଗରମ କରିକି ସେଥିରେ ଆଳୁ ପକାଇବା। ସ୍ୱାଦ ଅନୁସାରେ ଲୁଣ ଦେବା ଆଉ 5ରୁ 6 ମିନିଟ୍ ମିଡ଼ିୟମ୍ ଫ୍ଲେମ୍ରେ ହାଲକା ସିଝେଇବେ। ବେଶୀ ସିଝେଇଲେ ଆଳୁଟା ଭାଙ୍ଗିଯିବ। ଏବେ ଦେଖନ୍ତୁ 5 ମିନିଟ୍ ହେଲା ପରେ ମୁଁ ୟାକୁ ଗରମ ପାଣିରୁ ଛାଣି ଦେଇଛି ଆଉ ୟାକୁ ଟିକେ ଥଣ୍ଡା ହେବା ପାଇଁ ଛାଡ଼ିଦେବା। ଏବେ ଏଇଟା ଥଣ୍ଡା ହେଇଗଲା। ଏଥିରେ ଦେବା 2 ଚାମଚ କର୍ଣ୍ଣଫ୍ଲୋର, 1 ଚାମଚ ମଇଦା। କର୍ଣ୍ଣଫ୍ଲୋରଟା ଆମେ ଏଇଟା କ୍ରିସ୍ପି କରିବା ପାଇଁ ଦେଉ। ଆପଣ ଚାହିଁଲେ ୟା ଜାଗାରେ ଚାଉଳ ଗୁଣ୍ଡ ବି ଦେଇପାରିବେ। ଟିକେ କଲର୍ ଆସିବା ପାଇଁ 1/2 ଚାମଚ କାଶ୍ମୀରୀ ଚିଲି, 1/2 ଚାମଚ ଗୋଲମରିଚ ଗୁଣ୍ଡ ଦେବା। ଭଲସେ ଏସବୁକୁ ମିକ୍ସ କରିଦେବା, ଯେମିତି କର୍ଣ୍ଣଫ୍ଲୋର ମଇଦା ଆଳୁରେ ଭଲସେ କୋଟିଂ ହେଇଯିବ। ଟିକେ ଶୁଖିଲା ଲାଗୁଛି, 1 ଚାମଚ ପାଣି ଦେଇଛି ମୁଁ ଏଇଠି। ଆଉ ଟିକେ ଭଲସେ ମିକ୍ସ କରିଦେବା। ଏବେ ଆମର ଆଳୁ ରେଡ଼ି ହେଇଗଲା ଫ୍ରାଏ ହେବା ପାଇଁ। ପ୍ୟାନ୍ରେ ତେଲ ଗରମ କରିବା ଆଉ ସବୁ ଆଳୁକୁ ଛାଣିଦେବା। ଆଳୁ ପକେଇଲା ପରେ ଗ୍ୟାସ୍ର ଫ୍ଲେମ୍ଟା ମିଡ଼ିୟମ୍ ରଖିଥିବେ। 7ରୁ 8 ମିନିଟ୍ ଲାଗିବ ଏଇଟା ଫ୍ରାଏ ହେବା ପାଇଁ। ଦେଖିବେ ଯେତେବେଳେ ଆଳୁର କଲର୍ ଗୋଲ୍ଡେନ୍ କଲର୍ ହେଇ ଆସିବ, ଦେଖନ୍ତୁ ଏମିତି। ଏବେ ଆମେ ୟାକୁ ଛାଣିକି ପ୍ଲେଟ୍କୁ କାଢ଼ିଦେବା। ଆପଣ ଚାହିଁଲେ ଆଳୁକୁ ଆଉ ଟିକେ କ୍ରିସ୍ପି କରିବା ପାଇଁ ଡବଲ୍ ଫ୍ରାଏ କରିପାରିବେ। ଯେମିତିକି ଥରେ ଫ୍ରାଏ କରିବେ, ତାକୁ କାଢ଼ିଦେବେ, ହାଲକା ଥଣ୍ଡା ହେଲା ପରେ ଆଉ ଥରେ ଫ୍ରାଏ କରିବେ 2 ମିନିଟ୍ ପାଇଁ ହାଇ ଫ୍ଲେମ୍ରେ। ମୁଁ କିନ୍ତୁ ଏଇଠି ଥରେ ଫ୍ରାଏ କରିଥିଲି ଆଉ ସିରିୟସଲି ଏଇଟା ବହୁତ ଟେଷ୍ଟି ହେଇଥିଲା। ଏଇଠି ଦେଖନ୍ତୁ ମୁଁ ସବୁ ଆଳୁକୁ ଫ୍ରାଏ କରିନେଇଛି। ଏବେ ଆମେ ପ୍ୟାନ୍ ଗରମ କରିବା ଆଉ 2 ଚାମଚ ତେଲ ଦେବା। 1/2 ଇଞ୍ଚର ଅଦା ଆଉ 10ରୁ 12 କୋଲା ରସୁଣକୁ ଛୋଟ ଛୋଟ କରି କାଟିକି ଦେଇଛି ମୁଁ ଏଇଠି। ଅଦା ରସୁଣଟା କାଟିକି ଦେଲେ ଏଥିରେ ବହୁତ ବଢ଼ିଆ ଫ୍ଲେଭର ଆସେ। ଏବେ ଏଥିରେ 2ଟା କଞ୍ଚା ଲଙ୍କାକୁ ମଝିରୁ କାଟିକି ଦେଉଛି। ହାଲକା ଟିକେ ଏସବୁକୁ ଭାଜିଦେବା। ଆଉ ଭାଜି ହେଲା ପରେ 2ଟା ମିଡ଼ିୟମ୍ ସାଇଜ୍ର କଟା ପିଆଜ ଦେବା ଆଉ 1 କଟା ହେଇଥିବା କ୍ୟାପ୍ସିକମ୍। ହାଇ ଫ୍ଲେମ୍ରେ ଏସବୁକୁ 2 ମିନିଟ୍ ପାଇଁ ଭାଜିବା, କାହିଁକିନା ପିଆଜ ଆଉ କ୍ୟାପ୍ସିକମ୍ ଏଇଟା ହାଲକା ଟିକେ କଞ୍ଚା ରହିଲେ ଭଲ ଲାଗେ ଖାଇବାକୁ। 2 ମିନିଟ୍ ହାଇ ଫ୍ଲେମ୍ରେ ଭାଜିଲା ପରେ ଏବେ ଏଥିରେ ଆମେ ଦେବା 1 ଚାମଚ ଚିଲି ସସ୍ ଆଉ 3 ଚାମଚ ଟମାଟୋ ସସ୍। ୟାର ପୂର୍ବ ଭିଡ଼ିଓରେ ମୁଁ ଟମାଟୋ ସସ୍ର ଗୋଟେ ରେସିପି ସେୟାର କରିଥିଲି, ଆଉ ତାର ଡେସ୍କ୍ରିପ୍ସନରେ ମୁଁ ଲିଙ୍କ୍ ବି ଦେଇଦେଉଛି, ଆପଣ ଚାହିଁଲେ ଦେଖିପାରିବେ। ଏବେ ଏଥିରେ ଆମେ 1 ଛୋଟ ଚାମଚ ସୋୟା ସସ୍ ଦେବା। ଭଲସେ ମିକ୍ସ କରିଦେବା। ପିଆଜ କ୍ୟାପ୍ସିକମ୍ର କ୍ୱାଣ୍ଟିଟି ଟିକେ ଅଧିକ କି ଦେଇଥିବେ, ଖାଇଲା ବେଳେ ଏଇଟା ଆହୁରି ଟେଷ୍ଟି ଲାଗିବ। ଆମେ ଆଳୁରେ ଆଗରୁ ବି ଲୁଣ ଦେଇଥିଲେ ଆଉ ସସ୍ରେ ବି ଟିକେ ଲୁଣ ଅଂଶ ଥାଏ, ତ ଏଇଠି ଦେଖିକି ସ୍ୱାଦ ଅନୁସାରେ ଲୁଣ ଦେବେ। ଏବେ ଏସବୁକୁ ମିକ୍ସ କରିଦେବା ଆଉ 1/2 କପ୍ ଭଳିଆ ପାଣି ଦେବା ଏଥିରେ। ପାଣିଟା ଏଥିରେ ଦେଲେ ଏଇଟା ଶୁଖିଲା ଶୁଖିଲା ହେବନି, ମାନେ ଆଳୁରେ ସବୁ ମସଲା ବହୁତ ବଢ଼ିଆସେ ଲାଗିଯିବ ଆଉ ଖାଇବାକୁ ବି ବହୁତ ଟେଷ୍ଟି ଲାଗିବ। ଏବେ ଏଇଟା ହେବା ଭିତରେ ଆମେ କର୍ଣ୍ଣଫ୍ଲୋର ସ୍ଲରି ବନେଇବା। 1 ବାଉଲ୍ ପାଣି ନେଇକି ସେଥିରେ 1 ଚାମଚ କର୍ଣ୍ଣଫ୍ଲୋର ଦେଇକି ମିକ୍ସ କରିଦେବା। ଆଉ ଏ ସ୍ଲରିଟା ଗ୍ରେଭିରେ ଅଳ୍ପ ଅଳ୍ପ କରିକି ଦେବା, ମିକ୍ସ କରିବା, ପୁଣି ଆଉ ଥରେ ଦେବା, ମିକ୍ସ କରିବା। ଏକା ବେଳେ ସବୁ ଢାଳି ଦେବେନି। ଏଇଟା ଦେଲେ ଗ୍ରେଭିଟା ଟିକେ ବହଳିଆ ହେବ। 2 ମିନିଟ୍ ପାଇଁ ଟିକେ ଫ୍ରାଏ କରିବା। ଦେଖନ୍ତୁ ଏଇଟା ଟିକେ କେମିତି ଗାଢ଼ା ହେଇ ଆସିଲାଣି। ଏବେ ଏଇ ଟାଇମ୍ରେ ଆମେ ଆଳୁ ଫ୍ରାଏଟା ପକାଇଦେବା। ଆଉ ଆଳୁ ପକାଇଲା ପରେ ବେଶୀ ଟାଇମ୍ ୟାକୁ କୁକ୍ କରିବେନି, ହାଲକା ଟିକେ 2 ମିନିଟ୍ ଭଳିଆ ଭାଜିକି ଗ୍ୟାସ୍ ଅଫ୍ କରିଦେବେ। ଦେଖିଲେ ଖାଇବାକୁ ଇଚ୍ଛା ହେଉଛି ନା? ବିଶ୍ୱାସ କରନ୍ତୁ ବହୁତ ଟେଷ୍ଟି ବି ହେଇଥିଲା। ଆପଣ ବନେଇଲେ ଥରେ ଜାଣିପାରିବେ। ଏବେ ଲାଷ୍ଟକୁ ଆମେ ଏଥିରେ କିଛି ଭଜା ହେଇଥିବା ଧଳା ରାଶି ଦେବା 1 ଚାମଚ। ଏଇଟା ଅପସନାଲ୍ ଅଛି। ଏବେ ଆମର ଏଇଟା ପାଖାପାଖି ରେଡ଼ି ହେଇଗଲା। ରାଶି ପକାଇକି ମିକ୍ସ କରିବା ଆଉ ଗ୍ୟାସ୍ ଅଫ୍ କରିଦେବା।
ଆପଣ ଗୋଟେ ଥର এই ରେସିପିଟା ନିହାତି ଟ୍ରାଏ କରନ୍ତୁ, ଦେଖିବେ ସମସ୍ତଙ୍କୁ ବହୁତ ପସନ୍ଦ ଆସିବ। ଆଉ ଯଦି এই ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ଟେ କରିଦେବେ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।